ସାଙ୍ଗମାନେ ଆଜି ହଉଛି ଆମ ଟପୁର ଜନ୍ମଦିନର ଶେଷ ଭାଗ ଥାର୍ଡ ପାର୍ଟ ମୁଁ ଆପଣଙ୍କ ପାଖରେ ଉପସ୍ଥାପନ କରୁଛି। ତେବେ ତାର ଆଗ ଦୁଇଟି ଭାଗରେ ଆପଣମାନେ ଦେଖିଥିଲେ ଅନେକ କିଛି, ଯଦି ନ ଦେଖିଥାନ୍ତି ତେବେ ଏଇ ଭିଡିଓକୁ ଯାଇକି ଆପଣମାନେ ଦେଖିପାରିବେ। ଇଏ ହଉଛି ମୋର ଫ୍ୟାମିଲି ବ୍ଲଗ ଅଛି। ଅନେକ ସାରା ଭାଇ ଫୋନ କରିଥିଲେ ମତେ, ସାର୍ କମେଣ୍ଟସ୍ ବି ଲେଖିଥିଲେ ସାର୍ ଫ୍ୟାମିଲି ବ୍ଲଗ ପକାନ୍ତୁ। ତେବେ ମୁଁ ସେଇଥିପାଇଁ ଫ୍ୟାମିଲି ବ୍ଲଗ କୁ ଆଣିଛି। ଏଥିରେ ମୋର ଫ୍ୟାମିଲିର ସମସ୍ତଙ୍କୁ ଦେଖିପାରିବେ, ସବୁ ବନ୍ଧୁବାନ୍ଧବ ବି ଉପସ୍ଥିତ ଅଛନ୍ତି, ତେଣୁ ସମସ୍ତଙ୍କୁ ଦେଖିପାରିବେ ଏଠି। ତେଣୁ ବର୍ତ୍ତମାନ ଚାଲିଛି ଆମର ପର୍ବ ଜୋରସୋରରେ ଚାଲିଛି। ଏଠି ଦେଖୁଛନ୍ତି ଆପଣମାନେ ମୁଁ ସମସ୍ତେ ଭୋଜି ଖାଇବାରେ ବ୍ୟସ୍ତ ଅଛନ୍ତି। ତେବେ ଇଏ ହଉଛି ମୋର ଶାଳୀ ଟିଟି, ଯୋଉ ଇଏ ହଉଛନ୍ତି ମୋର ନାନୀ, ମାନେ ମମତାର ବଡ ଭଉଣୀ। ଆଉ ଷ୍ଟଲ ତ ଲାଗିଛି, କିଛି ମାନେ ସବୁ ଆସିକି ଖାଉଛନ୍ତି। ମୋର ଭଉଣୀ ମାନେ ସେଠି ବସି ଖାଉଛନ୍ତି। ଗାଁରେ ଆମର ଖୁଡି ମଧ୍ୟ ଆସିକି ଏଠି ଖାଉଛନ୍ତି। ତେବେ ଯାହା ହଉ ମୁଁ କେତେ ଜଣଙ୍କୁ ପାରିଛି ନିମନ୍ତ୍ରଣ କରିଛି, ନିମନ୍ତ୍ରଣ ରକ୍ଷା କରି ପ୍ରାୟ ସମସ୍ତେ ଆସିଛନ୍ତି। ଆମର ପାଲା ଗାୟକ ମାନେ ତାଙ୍କର ପାଲା କାର୍ଯ୍ୟକ୍ରମ ଚାଲିଛନ୍ତି, ଷୋଳ ପାଲା ପାଇଁ ସେମାନେ ଆସିଥାନ୍ତି। ତେଣୁ ତାଙ୍କର ବର୍ଣ୍ଣନା ହିଁ କେବଳ ସେଇ ଷୋଳପାଲା ଉପରେ ହିଁ ହେଇଥାଏ। ଇଏ ହଉଛନ୍ତି ଆମର ମିଲନ ଆଉ ଝୁମା। ଇଏ ହଉଛି ମୋର କ୍ୟାମେରାମ୍ୟାନ, ଦେଖୁଛନ୍ତି ମୋର ସାନ ଝିଅ ଇଏ। ତେଣୁ ସିଏ ହଉଛି ମୋର କ୍ୟାମେରାମ୍ୟାନ, ଅଡିଟର, ଏଡିଟ କରିବା ବାଲା। ତେଣୁ ସମସ୍ତଙ୍କୁ ତ ଦେଖିଲେ। ମିଲନ ଏବେ ତାଙ୍କର କେକ୍ କଟା ପର୍ବ, ଯୋଉ ବାର୍ଥଡେ ସେଲିବ୍ରେସନ ରହିଛି, ତାର ଯୋଗାଯୋଗ, ତାର ସମସ୍ତ ପ୍ରକାର ପ୍ରସ୍ତୁତି ସିଏ କରିଛନ୍ତି। ଏବଂ ସେ ମଧ୍ୟ ଏଠି ତାକୁ ଉଦ୍ଘାଟନ କରିଦେଲେ କେକ୍ କଟା। ତେଣୁ କେକ୍ ଟପୁ କାଟିବାରେ ଲାଗିଗଲାଣି। ଏବେ ସେ ତାର କେକ୍ ସମସ୍ତଙ୍କୁ କହୁଛି, ମତେ ଟିକେ କେକ୍ କହିଲା। ମୁଁ ବି କେକ୍ ଯଦିବା କ୍ରିମ ବାଲା କେକ୍ ଖାଇବା ପାଇଁ ଟିକେ ପସନ୍ଦ କରେନି, ଯାହା ହଉ ଏଠି ଖାଇଲି। ଆଉ ମିଲନ ଝୁମା ତ ଅଛନ୍ତି, ମିଲନ ଝୁମା ମଧ୍ୟ ତାଙ୍କର କେକ୍ ଭାଇ ଖୋଇଦେଲେ, ସେମାନେ ଖାଇଲେ। ଆଉ ଟପୁ ତାର ସମସ୍ତଙ୍କୁ ଖୋଇଲା। ଇଏ ହଉଛି ଆମର ମମତା, ତାର ମମି। ଆଉ ବହୁତ ସ୍ନେହ କରେ, ଟପୁକୁ ବହୁତ ଭଲ ପାଏ। ଖାଲି ତାକୁ ନୁହେଁ, ତା ପିଲାମାନଙ୍କୁ ବହୁତ ଭଲ ପାଏ, ବହୁତ କେୟାର କରେ। ଇଏ ହଉଛନ୍ତି ମୋର ଦି ଭଉଣୀ। ଆଉ ଝୁମା ଏବେ କେକ୍ ବାଣ୍ଟୁଛି, ଇଏ ହଉଛି ଆମ କୁନି। ସମସ୍ତଙ୍କୁ ମୁଁ ଏଠି ଦେଖେଇ ଦଉଛି। ଇଏ ହଉଛି ନନାଙ୍କର ପର୍ବ ଚାଲିଛି, ସେ ତାଙ୍କର ହୋମ ସାରିଲେଣି। ଆଉ ଇଏ ତାମସା ବାଲା ଯୋଉ ପାଲା ଗାୟକ, ସିଏ ଯେତେ ପ୍ରକାର ରଙ୍ଗୀନ କରିକି କଲେକ୍ସନରେ ବ୍ୟସ୍ତ। ଏବେ ତାଙ୍କର ଗୋଟେ ପର୍ବ ଆସିଛି, ଆମର ବାପ ମା ଛୁଆଙ୍କୁ ଥାଳି ଧରେଇ ଦେଇଛନ୍ତି। ଅର୍ଥାତ୍ ତାଙ୍କ ପର୍ବରେ ଏଇଟା ହଉଛି ଭିକ୍ଷା ପର୍ବ। ତେଣୁ ସିଏ ସମସ୍ତଙ୍କୁ ଥାଳି ଧରିକି ଭିକ୍ଷା ମଗେଇବାର ଏମାନେ ପୁରା ମାହିର। ତେଣୁ ଗୀତ ମାଧ୍ୟମରେ ତାଙ୍କର କବିତା ସଂରଚନା କରି ଏତେ ସୁନ୍ଦର ଭାବରେ ସମସ୍ତଙ୍କୁ ଡାକିକି ସେ ଥାଳିରେ କିଛି ଅର୍ଥ ପ୍ରଦାନ କରିବା ପାଇଁ କହିଛନ୍ତି। ସମସ୍ତେ ଆସିକି ଜଣ ଜଣ କରି ମଧ୍ୟ ଦେଇଛନ୍ତି। ଆଗେ ବାପା ମାଙ୍କ ପାଖରୁ ସେମାନେ ଚାନ୍ଦାଟି ଆଦାୟ କରିନେଲେ, ତାପରେ ବାଇକ ବାଇ ସମସ୍ତଙ୍କୁ ଡାକରା ହେଲା। ତ ଏତେ ସୁନ୍ଦର ଭାବରେ ସଂରଚନା କରିକି ସେ ଡାକିବାର କାରଣ ହଉଛି, ସେ ଯାହା ଅର୍ଥ ସେ ଥାଳିରେ ପଡିବ, ସେଗୁଡା ହଉଛି ତାଙ୍କର। ତେଣୁ ସେମାନେ ତ ନାଟ୍ୟକାର, ତେଣୁ ବହୁତ ବଢିଆ ଅଭିନୟ କରିକି ସେମାନେ ସେଟାକୁ ଉପସ୍ଥାପନ କଲେ। ଇଏ ହଉଛନ୍ତି ଆମ ସମୁଦୁଣୀ। ସିଏ ଆସୁଛନ୍ତି, କିନ୍ତୁ କ୍ୟାମେରାମ୍ୟାନ ର ପ୍ରୋବ୍ଲେମ ପାଇଁ ସେ ସାମ୍ନାରେ ଦେଖା ଯାଇନାହାନ୍ତି। ଇଏ ହଉଛନ୍ତି ଆମର ଖୁଡି ଗାଁରେ। ଆଉ ଅନ୍ୟମାନେ ବି ଆସିକି ଗଲେଣି ସମସ୍ତେ ପ୍ରାୟ। ତ କ୍ୟାମେରାମ୍ୟାନ ବୋଧେ ଏଠି ଓମିଟ କରିଛି। ଇଏ ହଉଛନ୍ତି ଆମର ଝୁମା ଆଉ ମିଲନ, ମୋର ଝିଅ ଜଇଁ, ବଡ ଝିଅ। ଆଉ ଆମ ଇଶୁ ବି କାଖ ହେଇଛି, ତା ମାମୁଁ ଏରକ ଭିକ୍ଷା ମାଗୁଛି, ସେଟା ଦେଖିବା ପାଇଁ ସେ ଯାଇଛି। ସିଏ ଏବେ କାଁ କୂଁ କଥା ଟିକେ ଟିକେ ଆରମ୍ଭ କରିଛି। ଆଉ ଇଏ ଦି ଜଣ ହଉଛନ୍ତି ମୋର ଭଉଣୀ। ଏପଟ ନାଲି ବାଲା ସିଏ ହଉଛି ମୋ ଉପର ଭଉଣୀ, ସିଏ ହଉଛି ମୋ ସାନ ଭଉଣୀ। ମୋର ଚାରି ଭଉଣୀ, ଚାରି ଭଉଣୀରୁ ଏଇ ଦି ଜଣ ଆସିଛନ୍ତି। ଆଉ ଦି ଜଣ ସେଠି ଖାଇବା ପାଖରେ ମୁଁ ଦେଖେଇଥିଲି ଆପଣଙ୍କୁ। ଇଏ ମଧ୍ୟ କିଛି ଦେଇକି ଗଲେ। ଇଏ ହଉଛନ୍ତି ମୋର ଭାଉଜ, ଯିଏ କି ଆପଣ ମାନେ ଦେଖିଥିବେ ସେ ଦୁଃଖଦ ଘଟଣା।
2022 में 21 तारीख दिन भाईकर देहांत होगा हठात हार्ट स्ट्रोक्रे तेणु से दुख कथा तो से दिन कथा मुझे भूली पारि जीवन सारा तेणु सी आसी पुतरा को जहाँ कि गले ये हूँ तार से बड़ा पु भाई पुतिना आउ तार स्त्री ये होती आमर कांथरे अच्छा से टेंशनिया जे भी बहुत टेंशन कर तार पूर्व मुझे से किमतीका टेंशन देती पूर्व वीडियो तेरे समस्त घटना आपण मैंने तो देखिले एबे से पर्व सरी जाइए तो आशीर्वाद आमको करुँच जो पाला गायक तेणु आपण मैंने वीडियो संपूर्ण देखिले तेणु आम तपु को टिके समस्ते आशीर्वाद रहिबो मो आशीर्वाद आपण मान पार भिक्षा करुच्ची तार जमीका सी एजी पढ़ुची आईटा हूँ तार 4th ईयर तेणु आपण मान आशीर्वाद तार चलापथ टिके उज्जवल हो तार भविष्य उज्जवलमय हो यह मुझे कामना करुच्ची आपण मान आशीर्वाद निश्चित रखिए तेबे ये हूँ पाला गायकर बाहुल्य कथा आउ आपण माने ये 3टी पार्ट देखि सारिया परे को पार्टी आपण मान को भल लागिला आउ को इवेंट टी भल लागिला आपण माने निश्चित कमेंट्स रे मते लिखिबे आउ फैमिली ब्लॉग रे अनेक किछि आपण माने देखिले मोर परिवेश भितरे मु जेति पारि आयोजन करिछि तेणु नना तांकर आरती काम आरंभ कले संध्या प्राय उपनीत तेणु यही समय से आरती सारे बंधु बांधव भी किसी जो मैंने दूर आसते से सब चलीगले केवल गाँ साई पड़िशा जो मैंने अच्छा से बर्तमान उपस्थित अच्छा तेणु पाला गायक सी भी यहाँ शेष पर्व चली कहीं आरती सरला पाखे किसी काम नहीं कहीं जो षोलपाला से षोलपाला से सारी देते सारा मागण पर्वटा तो सी आरंभ करते तेणु ननाकर आरती पर्व पर ए फंक्शन रो समापन हेबो एवं खाद्य सेपटे जो मैंने खाई नथिले जो मैंने आसुचंती से भी खाइबा कम चली आम ममता बहुत सुंदर शंख बजाती एवं बहुत दीर्घ समय धरी शंख बजाती एवं से शंखटी लंबा लहर रे छाड़ी आउ अधिक तो मत कि कहबार सुजोग ना जहाँ भलरे भलरे आमर 16पाला बढ़ला जो दिन को आम बहुत दिन धरी अपेक्षा करते तार एवं 20 वर्ष किंतु सेटा 16 वर्ष बढ़िया कथा समय जार जिते सुविधा हुए सी से पालाटा को बढ़ाती तो मैरेज पूर्व ये पाला बढ़ी जाए तेणु जहाँ आमर एवं गोटे सुजोग आसला तार जेहेतु 4th ईयर किसी फांका थिला तेणु गोटे दिन 2 दिन पर से आसिक कार्यक्रम टी समापन कर देछि ये हूँ मोर खुड़ी बयस बहुत आउ पक्का चली जाती किसी दिन वर्ष है वर्षिका आसी ना कि खुड़ी एवं अच्छा ये हूँ मोर समस्ते देखुं समस्त प्राय उपस्थित अच्छा तपु समस्त को प्रणाम जन आशीर्वाद भिक्षा करेणु ये राखी पूर्णिमा आज तो सरी राखी बंधन कार्यक्रम आपण मैंने आग वीडियो देखुले तेणु एबे यही कार्यक्रम उद्यापन होगाक जाऊँगी तेणु आपण मानक केमती लगिला निश्चित कमेंट्स कर जनइबे धन्यवाद रही जय जगन्नाथ।